ଲବହସ୍ତା ଭାଇ କ'ଣ ମିଛ କହୁଛନ୍ତି? ଲବହସ୍ତା ଭାଇ କ'ଣ ଅପରାଧୀ? ଲବହସ୍ତା ଭାଇ କ'ଣ ନିର୍ଦ୍ଦୋଷ ନୁହଁ? ଲବହସ୍ତା ଭାଇ କ'ଣ ନ୍ୟାୟ ପାଇବନି? ଲବହସ୍ତା ଭାଇ କ'ଣ ଲୁଚି ଯାଇଛନ୍ତି? ତ ଗାଇସ୍ ଏ ପ୍ରଶ୍ନ ସମସ୍ତେ କରୁଛନ୍ତି, କାହିଁକି ନା ଲବହସ୍ତା ଭାଇ ଭିଡ଼ିଓ ବନେଇବା ବନ୍ଦ କରିଦେଉଛନ୍ତି, କିନ୍ତୁ ପ୍ରୁଫ୍ ବି ଦେଉନାହାନ୍ତି କି ତାଙ୍କର ଭୁଲ ଅଛି କି ନାହିଁ ଏ ବିଷୟରେ ବି କହୁନାହାନ୍ତି। ତ ଗାଇସ୍ ଡେରି କରିବାନି, ଆରମ୍ଭ କରିବା ଏ ବିଷୟରେ। ତା ପୂର୍ବରୁ କହୁଛି ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଲବହସ୍ତା ଭାଇ ଆକ୍ଚୁଆଲି କ'ଣ। ତ ଗାଇସ୍ ତ ସାଙ୍ଗମାନେ ପ୍ଲିଜ୍ ଚ୍ୟାନେଲକୁ ଯଦି ନୂଆ ହେଇଛନ୍ତି ଗୋଟେ ଲାଇକ୍ ଗୋଟେ ସବସ୍କ୍ରାଇବ୍ ନିଶ୍ଚୟ କରିଦିଅନ୍ତୁ। ତ ସାଙ୍ଗମାନେ ଚାଲନ୍ତୁ ଆଉ ଡେରି କରିବାନି। ବର୍ତ୍ତମାନ ଲବହସ୍ତା ଭାଇ ଅଛନ୍ତି କେଉଁଠି, କରୁଛନ୍ତି କ'ଣ? କ'ଣ ତାଙ୍କ ଲବରଙ୍କ ମୃତ୍ୟୁ ପରେ କ'ଣ ଭିଡ଼ିଓ ବନେଇବା ଛାଡ଼ି ଦେଇଛନ୍ତି? କ'ଣ ତାଙ୍କ ଲବର କ'ଣ ମାରିବାର ପଛରେ ତାଙ୍କର ହାତ ଅଛି? କ'ଣ ଏସବୁ ପ୍ରଶ୍ନ ମୁଁ ନୁହେଁ, ଏସବୁ ପ୍ରଶ୍ନ ଭିଉଅର୍ସ ମାନେ ପଚାରୁଛନ୍ତି। ତ ଗାଇସ୍ ଆପଣ କୁହନ୍ତୁ, ସତରେ କ'ଣ ଲବହସ୍ତା ଭାଇ ତାଙ୍କ ସେକେଣ୍ଡ ପ୍ରେମିକାକୁ ମାରି ଦେଇଛନ୍ତି? ସତରେ କ'ଣ ଲବହସ୍ତା ଭାଇ ନିର୍ଦ୍ଦୋଷ ନା ଅପରାଧ? ଏ କଥା ଆପଣମାନେ କହିବେ। ତ ଲବହସ୍ତା ଭାଇ ମୁଁ ଆପଣଙ୍କୁ ଏତିକି ରିକ୍ୱେଷ୍ଟ କରୁଛି, ଆପଣ ଯଦି ନିର୍ଦ୍ଦୋଷ ତାହେଲେ ପ୍ଲିଜ୍ ଭିଡ଼ିଓ ବନେଇକି ଆପଣ ଜଣେଇ ଦିଅନ୍ତୁ ଯେ ଦର୍ଶକଙ୍କୁ ଆପଣଙ୍କର କୌଣସି ଭୁଲ ନାହିଁ। କାହିଁକିନା ସମାଜ ଆଉ ଓଡ଼ିଶାବାସୀ ସମସ୍ତେ ଯେତିକି ଜଣ ଆପଣଙ୍କୁ ଭଲ ପାଉଥିଲେ ସମସ୍ତେ ଆପଣଙ୍କୁ ଭୁଲ ବୁଝୁଛନ୍ତି। ତ ସାଙ୍ଗମାନେ ଭିଡ଼ିଓଟି ଭଲ ଲାଗିଲେ ଗୋଟେ ଲାଇକ୍ ସବସ୍କ୍ରାଇବ୍ କରିଦିଅନ୍ତୁ। ନେକ୍ସଟ ଭିଡ଼ିଓ ମୁଁ ନିଶ୍ଚିତ ଏଇ ବାବଦରେ ନିଶ୍ଚୟ ଆପଣମାନଙ୍କୁ ଜଣେଇବି। ରହୁଛି, ନମସ୍କାର, ଜୟ ଜଗନ୍ନାଥ।